ସମସ୍ତଙ୍କୁ ମୋର ନମସ୍କାର। ଆଜିର ଭିଡ଼ିଓ ଷ୍ଟାର୍ଟ କରୁଛି ଆଶୁର ବର୍ଥଡେରୁ। ଯେହେତୁ ଆଜି ମୋ ପଛପଟେ ଦିଦି ତାଙ୍କ ପୁଅଙ୍କର ବର୍ଥଡେ ଥିଲା, ସେଥିପାଇଁ ସେ ଆମକୁ ଇନଭାଇଟ୍ କରିଥିଲେ। ଗୋଟେ ଛୋଟ ମିନି ପାର୍ଟି ଥିଲା, ଯେଉଁଥିରେ କି ଆମେ 3 ଘର ଫ୍ୟାମିଲି ପୁରା ଆଟେଣ୍ଡ ହେଇଥିଲୁ। ସେ ଯେତେ ଛୋଟ ପାର୍ଟି ହେଇଥାଉ ନା କାହିଁକି, ଆମେମାନେ ପୁରା ଫୁଲ୍ ଏନ୍ଜୟ କରୁ। ଆମର ଏଇ 3 ଘର ଭିତରେ ଯାହାର ଆନିଭର୍ସରୀ କାହାର ବି ବର୍ଥଡେ ହଉ ନା କାହିଁକି, ଆମେମାନେ ଫୁଲ୍ ଏନ୍ଜୟ କରୁ ଆଉ କେକ୍ କାଟି ବହୁତ ମସ୍ତି କରୁ। ତାପରେ ଆଶୁ ପାଇଁ ଗୋଟେ ଛୋଟ କେକ୍ ଆସିଥିଲା, ସେ କେକ୍ କାଟିଲେ, ଯୋଉଟା କେକ୍ ଥିଲା ବଟରସ୍କଚ୍ ଫ୍ଲେଭରର। ତାପରେ ଆଶୁର କିଛି ଫଟୋସୁଟ୍ କରାଗଲା ଏମିତି। ତାପରେ କେକ୍ କାଟିବା ପ୍ରୋସେସିଂ ଷ୍ଟାର୍ଟ ହେଲା। ସମସ୍ତେ ନିଜ ଫ୍ୟାମିଲିଠୁ ଦୂରେଇକି ରହିଛନ୍ତି, କିନ୍ତୁ ଆମମାନେ ଏଇଠି ଫ୍ୟାମିଲିଠୁ ଦୂରେଇ ରହିକି ବି ଆମମାନେ ଏଇଠି ଯେଉଁ ଗୋଟେ ଫ୍ୟାମିଲି ଗଢ଼ିଛୁ, ବହୁତ ଖୁସି ଲାଗେ। ଆମମାନେ ନିଜ ପରିବାରର କୌଣସି ଅକେଜନରେ ବି ନଥାଉ, ସେଇଥିପାଇଁ ଆମମାନେ ଏଇଠି ନିଜ ପରିବାର ଭାବି ଆମମାନେ ସବୁ ଅକେଜନକୁ ପାଳନ କରୁ ଓ 3 ପରିବାର ପୁରା ଫ୍ୟାମିଲି ଭଳି ରହୁ। ଏହିପରି ଭାବରେ କିଛି ମଜାମସ୍ତି କରି କେକ୍ କଟା ସରିଲା। ତାପରେ ବର୍ଥଡେ ବୟ ସମସ୍ତଙ୍କୁ କେକ୍ ଖୁଆଇଲେ। ତାପରେ ଦିଦି ଏଇଠି ଆମମାନଙ୍କ ପାଇଁ କିଛି ଖାଇବାର ବ୍ୟବସ୍ଥା କରିଥିଲେ, ଯେଉଁଟାକି ଖାଇବା ଥିଲା କିଛି ରୋଲ୍ ଏବଂ କେକ୍, କ୍ଷୀରିଟା ଆମର କୁମୁଦିନି ଦିଦି ସବୁବେଳେ ଭଲ ବନାନ୍ତି। ମୁଁ ତ କହେ ତାଙ୍କ ଭଳିଆ କ୍ଷୀରି କେହି ବି ବନେଇ ପାରିବେନି, କେଉଁ ରୋଷେଇଆ ବି ନାହିଁ। ଆମ ଏଇ 3 ଫ୍ୟାମିଲି ଭିତରୁ ଯାହା ଘରେ ଭୋଜି ହଉ ନା କାହିଁକି, କୁମୁଦିନି ଦିଦି ପ୍ରଥମେ କ୍ଷୀରି ବନେଇବେ, କାହିଁକିନା କ୍ଷୀରି ଦାୟିତ୍ୱ ହେଉଛି ତାଙ୍କର। ଏଇପଟେ ଇତି ଦିଦି ଆଉ ସ୍ୱାଗତିକା ଦିଦି କିଛି ରୋଲ୍ ଆଉ କେକ୍ ସମସ୍ତଙ୍କ ପାଇଁ ବାଢ଼ି ଦେଲେ। ଭେଜ୍ ରୋଲ୍ ଥିଲା, ଯେହେତୁ ବାର ଠିକ୍ ନଥିଲା, ସେଥିପାଇଁ ସମସ୍ତଙ୍କ ପାଇଁ ଭେଜ୍ ରୋଲ୍ ଆସିଥିଲା। ତାପରେ ରୋଲ୍ ଆଉ କେକ୍ ଖାଇ ସମସ୍ତେ ତ ବହୁତ ଖୁସି। ରୋଲ୍ଟା ତ ବହୁତ ଟେଷ୍ଟି ଥିଲା, ଗୋଟେ ରୋଲ୍ରେ ସମସ୍ତଙ୍କର ପେଟ ପୁରା ଭର୍ତ୍ତି। ଏଇଠି କିନ୍ତୁ ଚିନ୍ତନ କିଛି ଗୋଟେ ମସ୍ତି କରିଥିଲା ତା ମାମାଙ୍କ ସହିତ। ଆଶୁର ଟିକେ ମନ ଦୁଃଖ ଥିଲା ଯେ ଭେଜ୍ ରୋଲ୍ ବୋଲି, ତାକୁ ନନ୍ଭେଜ୍ ରୋଲ୍ ଖାଇବାକୁ ବହୁତ ଇଚ୍ଛା ଥିଲା। ତାପରେ ଏଇଠି ଆମମାନେ କିଛି ମସ୍ତି କଲୁ। କୁମୁଦିନି ଦିଦି ଆଉ ଆଶୁର ପଞ୍ଝା ଲଢ଼େଇ ଚାଲିଲା, କିନ୍ତୁ ଏଇଠି କୁମୁଦିନି ଦିଦି ହିଁ ଜିତିଲେ। ତାପରେ ଏଇଠି ବର୍ଥଡେ ସରୁ ସରୁ ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ବାହାରି ଗଲୁ ଗଣେଶ ପୂଜା ଦର୍ଶନ ନିମନ୍ତେ। ଦେଖନ୍ତୁ କେତେ ସୁନ୍ଦର କ୍ୟୁଟ୍ ଗଣେଶ ପୁରା ଅଛନ୍ତି, ବାଲ ଗଣେଶ। ବହୁତ ସୁନ୍ଦର ହେଇଛି ଏ ଗଣେଶଟି। ଏ ଗଣେଶଟି ପୂଜାରପୁଟରେ ହେଇଛି, କୋରାପୁଟର। ତାପରେ ଆଉ ଗୋଟେ ଜାଗାକୁ ଦେଖିବାକୁ ଆସିଲେ, ଏଇଠି ଗଣେଶ ଆଉ କାର୍ତ୍ତିକ ଜଗନ୍ନାଥଙ୍କ ରଥକୁ ଟାଣିଛନ୍ତି। ଆଉ ଗୋଟେ ଜାଗା ଆସିଲୁ, ଏଇଠି ମୂଷିକ ଆଉ ଗଣପତି ବାପା ପୁରା ଫ୍ରେଣ୍ଡଲି ବସିଛନ୍ତି। ଦେଖନ୍ତୁ କେତେ ବଢ଼ିଆ ବଢ଼ିଆ ଗଣେଶ ଠାକୁରଙ୍କର ମୂର୍ତ୍ତି ଏଇଠି, ବହୁତ ସୁନ୍ଦର ହେଇଛି। ଏମିତି ବୁଲି ବୁଲି ଦେଖି ଦେଖୁ ଆମେ ମାର୍କେଟରେ ଆସି ପହଞ୍ଚିଗଲୁ। ଦେଖନ୍ତୁ ଏଇଠି ଗୋଟେ ମାର୍କେଟରେ ଗୋଟେ ଗଣେଶ ପୂଜା ବିସର୍ଜନ ହେଉଛି, ଯେଉଁଥିରେ କି ଲୋକମାନେ ବହୁତ ଧୁମ୍ରେ ନାଚୁଛନ୍ତି। ବହୁତ ଖୁସି ଲାଗିଲା ଦେଖିକିରି। ସେଠୁ ବାହାରି ଆଉ ଅଳ୍ପ ଦୂର ଗଲା ପରେ ଆଉ ଗୋଟେ ଠାକୁରଙ୍କ ଦର୍ଶନ ହେଲା। ଆମେ 2 ଜଣ ପୁରା କୋରାପୁଟ ସାରା ବୁଲି ପୁରା ଠାକୁରଙ୍କ ଦର୍ଶନ କଲୁ। ତାପରେ ଆମେ ଅଳ୍ପ ଦୂର ଗଲା ପରେ ଆଉ ଗୋଟେ ଠାକୁରଙ୍କ ଦର୍ଶନ କଲୁ, ଯେଉଁଟାକି ବହୁତ ସୁନ୍ଦର ଠାକୁର ହେଇଥିଲେ। ଠାକୁରଙ୍କ ଦର୍ଶନ ସହିତ ଏଇଠି ଡେକୋରେସନ୍ ବି ବହୁତ ବଢ଼ିଆ ଡେକୋରେସନ୍ କରିଛନ୍ତି। ଦେଖନ୍ତୁ କେତେ ସୁନ୍ଦର ହେଇଛନ୍ତି ଠାକୁରଙ୍କର, ଏଇଟା ଗୋଟେ ନିଆରା ରୂପ ଠାକୁରଙ୍କର। ତାପରେ ଆମମାନେ ପରିବା ମାର୍କେଟକୁ ଆସିଲୁ। ପରିବା ମାର୍କେଟ ଭିତରେ ବି ଠାକୁରଙ୍କର ପୂଜା କରୁଥିଲେ। ଏଇଠି ବି ଠାକୁର ବହୁତ ସୁନ୍ଦର ଠାକୁର ହେଇଥିଲେ। କୋରାପୁଟରେ ଠାକୁର ଦର୍ଶନ ସହିତ ଆପଣଙ୍କୁ ଭୋଗ ପୁରା ଖାଇବା ପାଇଁ ସଫିସିଏଣ୍ଟ ମିଳିଯିବ। ଆମମାନେ ଏତେ ଠାକୁର ବୁଲୁ ବୁଲୁ ସବୁ ଜାଗାର ଭୋଗ ଖାଇକି ଆମ ପେଟ ପୁରା ଭର୍ତ୍ତି। ଆମେ ଆଉ ସେଇଦିନ ରାତିରେ ଜମା ବି ଖାଇନୁ। ଏମିତିରେ ତ ରୋଲ୍ ବି ଖାଇଥିଲୁ, ଆଉ ପେଟରେ କ'ଣ ଜାଗା ଥିଲା ଯେ ଖାଇବୁ ହେଲେ। ତାପରେ ଏମିତି ଠାକୁରଙ୍କ ଦର୍ଶନ କଲୁ। ଏଇ ଗୋଟେ ଠାକୁରଙ୍କୁ ଦେଖିବାକୁ ଆସିଛୁ। ଦେଖନ୍ତୁ ଏଇଠି କେତେ ବଢ଼ିଆ ଡେକୋରେସନ୍ ହେଇଛି, ପୁରା ମେଘ ମେଘ ଡେକୋରେସନ୍ ଠାକୁରଙ୍କର। ଆମେ ଏହିପରି ଭାବରେ ସବୁ ଠାକୁରଙ୍କର ଦର୍ଶନ କଲୁ। ଠାକୁର ସମସ୍ତଙ୍କୁ ବିଦ୍ୟା ବୁଦ୍ଧି ଜ୍ଞାନ ଦିଅନ୍ତୁ, ସମସ୍ତଙ୍କୁ ସୁଖରେ ରଖନ୍ତୁ। ରହିଲି, ନମସ୍କାର।